ରବିବାର ଦିନ ନିର୍ବନ୍ଧ ହେଇଥିଲା ତା ମାମୁଁ ଘରେ ଧୂଆଁବାଇରେ କଲେଜ। କାଲି ସକାଳେ ଆଇଥିଲା ଏଇଠିକି ଘରକୁ ପାକନପୁର। ଦିନ ଯାକ ଥିଲା, ରାତିରେ ତା ବୋଉକୁ କହିଲା ବୋଉ ତୁ ଘରେ ଥା, ମୁଁ ଯାଉଛି ଜଙ୍ଗଲ ଦାଦାକୁ ଦେଖି ଆସାଇଁ, ଖାଇବ। ଖୁଡ଼ି ନାହାନ୍ତି, ତା ପରଠାରୁ ତ ଆଉ ନାହିଁ ଆଉ। ଗାଁରେ ଥରେ ଝଗଡ଼ା ହେଇଥିଲା, ସେ ଲୋକ କହିଥିଲା ତାକୁ ମାରିବ ବୋଲି ଆଉ କହିଥିଲା ଆଉ କହିଲା ତମ ସଂସାର ଉଚ୍ଛନ କରିଦେବି ବୋଲି। ଯାହା କହିଥିଲା ସେଇଆ କରିଦେଲା। ସେ ଆମ ଗାଁରେ ଜଣେ ତା ନାଁ ଟୁଙ୍ଗା ବୋଲି। କାଲି ରାତି 8ଟାରୁ ମୁଁ କହିପାରିବି ନାହିଁ, ମୁଁ ଆଜି ସକାଳେ ଜାଣିଲି। କେମିତି ହେଲା ଆମର ତ କେହି ଶତ୍ରୁ ନାହାନ୍ତି, ବିବାଦ କେହି ନାହାନ୍ତି। ଗୋଟାଏ ଲୋକ ଆଉ 10-15 ଦିନ ତଳେ ଝଗଡ଼ା କରିଥିଲା ମୋ ସାଙ୍ଗରେ। ସେ ମୋତେ କହିଥିଲା, ଡାଇରେକ୍ଟ କହିଥିଲା, କହିଲା ତୋ ଘରେ ବମ୍ ପକେଇଦେବି, ନହେଲେ ମାଏ ତୋ ଝିଅକୁ ବାହାର କରେଇଦେବି, ତାକୁ ମାରିଦେବି। ଏ ଝଗଡ଼ା ହେଇଥିଲା, କିଛି ଗୋଟେ ଘର ତିଆରି ହେଉଥିଲା, ସେ ଆମେ ଏଠି ବୁଝାସୁଝା କରୁଥିଲୁ, ଯୋଗାଯୋଗ କରୁଥିଲୁ। ଯୋଗାଯୋଗ କରିବା ଭିତରେ ସେ ଲୋକକୁ କହିବା ଭିତରେ ମୁଁ ଟିକେ ବାହାରି ପଡ଼ିଲି। ମୁଁ କହିଲି କାହିଁ କହୁଛୁ, ବାହାର ଲୋକଙ୍କୁ କହୁଛୁ କାହିଁ? ଏଇ ସାରା ଝଗଡ଼ା ହେଇଥିଲା। ମୁଁ ଥାନାରେ ବି FIR ଦେଇଥିଲି 1 ତାରିଖ ଦିନ। ଆମେ କାଲି 8:30 ପରେ ଯେତେବେଳେ ତା ବୋଉକୁ କହିଲା ବୋଉ ଭଜା ଭାଜେ ମୁଁ ଖାଇବି, ଦାଦା ଘରୁ ଆଉଛି। ସେ ଦାଦା ଘରୁ ଯାଇନି, ଆମ ଗାଁର ଜଣେ ତାଙ୍କ ଘରୁ ଯାଆନ୍ତି। ତାଙ୍କ ଘରେ ସେ କେହି ନଥିଲେ। ମୁଁ ନଥିଲି ଘରେ, ମୁଁ ଗାଡ଼ି ଯାଇଥିଲି। ତାପରେ ତା ବୋଉ ଯେତେବେଳେ ଭଜା ଭାଜି ଖୋଜିଲା ପାଇଲାନି। 8:30 ପରେ ଫୋନ୍ କଲାବେଳକୁ ସୁଇଚ୍ ଅଫ୍। ସେଠୁ ଇଏ ଭାବିଲା ବୋଧେ ତାଙ୍କ ଘରଟିକି ଯାଏ, ତା ସାଙ୍ଗ ଘରଟିକି ଯାଏ ବୋଧେ ତାଙ୍କ ଘର ଥିବ ଆଉ। ସେ ରାତିରେ ଏକୁଟିଆ ସ୍ତ୍ରୀ ଲୋକଟା ଗଲାନି। ସକାଳୁ ସେଠୁ ମୋ ଫୋନ୍ କଲା, ଝିଅ କାଲିଠୁ ସୁଇଚ୍ ଅଫ୍, ଖୋଜିକି ଆମେ ପାଉନି। ମୁଁ ସେଠୁ ଦୌଡ଼ିକି ଆସିକି ମୁଁ ଆସି ପଚାରିଲା ପଚାରି କଲା ନା ଏଇଆ ହେଇଛି। ମୁଁ ଯେତେ ସୁଇଚ୍ ଖୋଜିଲି, ଭଲ ମନ୍ଦ କଲି, ମୁଁ ଆଉ ମୋବାଇଲ୍ ଯେତେ ଲଗେଇଲି ଆଉ ଲାଗିଲା ନାହିଁ। ଲାଗିଲା ପରେ ମୁଁ ବୁଲି ଖୋଜୁଛି ଆଉ ସବୁ ବନ୍ଧୁ ଘର ବୁଲି ଖୋଜି, ସବୁ ବନ୍ଧୁ ଘର ଯାଇ ଆଇଲି ସକାଳୁ, କେଉଁଠି ନାହିଁ। ପରଦିନ କାରଣ ତାର ନିର୍ବନ୍ଧ ହେଇଥିଲା ନା। ଅବିକା ମୁଁ ଜଗତସିଂହପୁରରେ ଠିଆ ହେଇଥିଲି, ଖୋଜିକି ତାକୁ ଯିବି ବୋଲି ବାହାରିଥିଲି ବୋରିକିନା ଗୋଟେ ତା ମାଉସୀ ଘରକୁ। ତା ମାଉସୀ ଘର ହେଉଛି ବୋରିକିନା ତଳକୁ। ତା ଘରକୁ ଯିବି ବୋଲି ବାହାରିଥିଲି। ମୁଁ ଏଇଠି ଝିଅ ସାନ ଝିଆରୀ ଫୋନ୍ କଲା, କହିଲା ଦିଦିକି ମାରିଦେଇ ଏମିତି ଦୌଡ଼ି ଆସ। ସନ୍ଦେହ କ'ଣ, ଆମର ତ ଶତ୍ରୁ ନଥିଲେ କେହି, ସେଇ ତ ଗୋଟାଏ ଦିନ ଶତ୍ରୁ, ଆଉ କ'ଣ? ସେଇ ତ ଗୋଟାଏ ଶତ୍ରୁ, କହିଥିଲା ଯାହା କରିଦେଲା ସେ, ଆଉ କ'ଣ କହିବି? ପୋଲିସରେ FIR ଦେଇଛୁ।